ନମସ୍କାର। ଚାଲନ୍ତୁ ଜାଣିବା ଆଜି ବହୁଶ୍ରେଣୀ ପାଠ୍ୟଟିକା ଶିଶୁ ବାଟିକା ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ। ତ ଆପଣଙ୍କର 25/7/2025 ପାଇଁ ଦେଖନ୍ତୁ ଶିଶୁ ବାଟିକା ଆପଣଙ୍କର ଶ୍ରେଣୀ ପିରିୟଡ଼ ହେଉଛି ଆପଣଙ୍କର 23। ବିଷୟ ଦେଖନ୍ତୁ ଆପଣ ଶିଶୁ ବାଟିକା କାର୍ଯ୍ୟ ପୁସ୍ତିକା କାର୍ଯ୍ୟ 22। ପ୍ରସଙ୍ଗ ହେଉଛି ଆପଣଙ୍କର ବିକାଶ ଦେଖନ୍ତୁ ଆପଣଙ୍କର ବିକାଶର ଦିଗ ହେଉଛି ଡିଜି ବା ଡେଭଲପମେଣ୍ଟ ଗୋଲ କଳା ସୌନ୍ଦର୍ଯ୍ୟ ଓ ସୃଜନାତ୍ମକ ବିକାଶ। ସେହିଭଳି ସିଜି ଦେଖନ୍ତୁ କମ୍ପିଟେନ୍ସି ଗୋଲ ଦକ୍ଷତା ଆପଣଙ୍କର ହେଉଛି 12.1 ବିଭିନ୍ନ ସାମଗ୍ରୀ ଏବଂ ଉପକରଣ ସହିତ ଖେଳି ଖେଳି ଅନୁସନ୍ଧାନ କରି ବିଭିନ୍ନ ଆକାର ଦ୍ୱିମାତ୍ରିକ ତ୍ରିମାତ୍ରିକର କଳା ନିୟନ୍ତ୍ରଣ ଜାଣିବା। ତ ଦେଖନ୍ତୁ ସେହିଭଳି ଆପଣଙ୍କର ଶିକ୍ଷଣ ଫଳାଫଳ ଏଲୋ କ'ଣ ରହିଛି, ବିଭିନ୍ନ ପ୍ରକାରର କଳା ସାମଗ୍ରୀର ଉପକରଣ ବ୍ୟବହାର ସମୟରେ ଭିନ୍ନ ଭିନ୍ନ କଳା କୌଶଳର ଅନ୍ୱେଷଣ କରିବା ଫଳରେ ମଞ୍ଜି ଗୋଡ଼ି ବିଭିନ୍ନ ପ୍ରକାର ରଙ୍ଗ ଏବଂ ପାଉଡ଼ର ମାଟି ସହିତ ଆପଣଙ୍କର କଇଁଚି ଇତ୍ୟାଦି ନେଇ ଆପଣଙ୍କର ଶିକ୍ଷଣ ଫଳାଫଳଟି ଆଧାରିତ। ଶିକ୍ଷଣ କାର୍ଯ୍ୟ ଦେଖନ୍ତୁ ପ୍ରଥମେ ଆପଣଙ୍କର କାର୍ଯ୍ୟ 22 ଫର୍ଦ୍ଦ ଖୋଲିବେ। ତା ପୂର୍ବରୁ ଆପଣଙ୍କର ଆକ୍ଟିଭିଟିଜ୍ ଦେଖନ୍ତୁ। ଆସ ଆମେ ଖେଳିବା କହି ଗୀତଟି ଗାଇବେ, ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିବେ। ଶିକ୍ଷକ ଶିଶୁ ମଧ୍ୟ ଶିକ୍ଷକକୁ ଅନୁସରଣ କରିବେ ଓ ନିଜେ ମଧ୍ୟ କରିବେ। ସେହିଭଳି ଦ୍ୱିତୀୟ କାର୍ଯ୍ୟଟି ହେଉଛି ଆପଣଙ୍କର କାର୍ଯ୍ୟ 22କୁ ଖୋଲିବେ। ଶିକ୍ଷାର୍ଥୀଙ୍କୁ ପାଖ ଚିତ୍ର ଦେଖାଇବେ, ଅଙ୍ଗୁରକୁ ଦେଖାଇବେ। ଯେଇଭଳି ଅଙ୍ଗୁର ହୋଇଛି ସେହିଭଳି ଆଙ୍ଗୁଠି ଛାପ ଦେଇ ସେହି ଘରଟି ଫିଲ୍ଅପ୍ କରିବେ। ଆଙ୍ଗୁଠି ଛାପ ଦେଇ ଆପଣଙ୍କର ଅଙ୍ଗୁର ଚିତ୍ରଟି କରିବେ। ସେହିଭଳି ଶିକ୍ଷଣ ସାମଗ୍ରୀ ଦେଖନ୍ତୁ ଆପଣଙ୍କର ହେଉଛି ଶିଶୁ ବାଟିକା ଫର୍ଦ୍ଦ ରଙ୍ଗ ନୀଳ ରଙ୍ଗ ସବୁଜ ରଙ୍ଗ ହେଉଛି ଆପଣଙ୍କର ପତ୍ରରେ ଦେବା ପାଇଁ। ସେହିଭଳି ମୂଲ୍ୟାୟନ ଦେଖନ୍ତୁ ଅଙ୍ଗୁରର କି ରଙ୍ଗ କୁହ, ସେହିଭଳି ପତ୍ର ମଧ୍ୟ କି ରଙ୍ଗ କୁହ ବୋଲି ପିଲାମାନଙ୍କୁ ପଚାରିବେ। ତେଣୁ ପ୍ରଥମ ଶ୍ରେଣୀ ପାଇଁ କୁହ ବୋଲି କହିବେ। ଆପଣଙ୍କର ମନ୍ତବ୍ୟ ହେଉଛି ବହୁଶ୍ରେଣୀ। ସେହିଭଳି ଚାଲନ୍ତୁ ଆମେ ବିଦ୍ୟା ପ୍ରବେଶ ଦେଖନ୍ତୁ। ଆପଣ ବିଦ୍ୟା ପ୍ରବେଶ ପିରିୟଡ଼ ହେଉଛି 29 ବିଦ୍ୟା ପ୍ରବେଶ। ସେହିଭଳି ବିଷୟଟି ଆପଣଙ୍କର ବିଦ୍ୟା ପ୍ରବେଶ କାର୍ଯ୍ୟ ଫର୍ଦ୍ଦ 28 ବିକାଶାତ୍ମକ ଲକ୍ଷ୍ୟ 3 ଦେବା ଡିଜି ଯାହାକି ଆପଣଙ୍କର ଡେଭଲପମେଣ୍ଟ ଗୋଲ ହେଉଛି 1 ମେଳନ। ସିଜି ହେଉଛି ଆପଣଙ୍କର ଦେଖନ୍ତୁ 3.38 ବା କମ୍ପିଟେନ୍ସି ଗୋଲ ଯେଉଁଥିରେ ଆପଣ ଚତୁଃପାର୍ଶ୍ୱ ପରିସ୍ଥିତିରୁ ନୀଳ ରଙ୍ଗ ନାଲି ରଙ୍ଗ ଗୁଡ଼ିକୁ ଧାରଣ କରିବା। ସେହିଭଳି ଆପଣଙ୍କର ଏଲୋ ଦେଖନ୍ତୁ ଘଟଣାବଳୀ ସିଦ୍ଧାନ୍ତ ନିର୍ଣ୍ଣୟ କରିବା ଏବଂ ନୀଳ ରଙ୍ଗ ଏବଂ ସମାନ 1 ରଙ୍ଗ ଆପଣ ବ୍ୟବହାର କରିବା। ସେହିଭଳି ଆପଣମାନେ ଦେଖନ୍ତୁ ସକ୍ରିୟାତ୍ମକ କାର୍ଯ୍ୟ କରିବେ। ପ୍ରଥମ ପିଲାଙ୍କୁ ମଧ୍ୟ ଶିଶୁ ବାଟିକା ସହ ଆସ ଆମେ ଖେଳିବା ଗୀତଟି ସହିତ ସକ୍ରିୟାତ୍ମକ କାର୍ଯ୍ୟ କରିବା। ତ ପ୍ରଥମ ଚିତ୍ରକୁ ଦେଖି ଦ୍ୱିତୀୟ ଚିତ୍ର ଆପଣଙ୍କର ସମ୍ପୂର୍ଣ୍ଣ କରିବା ପାଇଁ ପିଲାମାନଙ୍କୁ କହିବା। ସେହିଭଳି ଶିକ୍ଷଣ ସାମଗ୍ରୀ ହେଉଛି ଆପଣଙ୍କର କାର୍ଯ୍ୟ ଫର୍ଦ୍ଦ ରଙ୍ଗ ପେନସିଲ ଇତ୍ୟାଦି। ସେହିଭଳି ଆପଣଙ୍କର ମୂଲ୍ୟାୟନ ହେଉଛି ଦ୍ୱିତୀୟ ଚିତ୍ରରେ କ'ଣ ଯୋଗ ଅଛି, କ'ଣ କଲ ସେଗୁଡ଼ିକ କୁହ। ସେହିଭଳି ଚାଲନ୍ତୁ ଆମେ ଦ୍ୱିତୀୟ ଶ୍ରେଣୀର ଆପଣଙ୍କର ବହୁଶ୍ରେଣୀ ପାଠ୍ୟକ୍ରମର ଆପଣଙ୍କର 40 ମିନିଟ୍ ପ୍ରଥମ 40 ମିନିଟ୍ ଦେଖନ୍ତୁ ଭାଷା ଯେଉଁଥିରେ କି ଆପଣ ଚିତ୍ର ପୋଷ୍ଟର ନେବେ। ମୌଖିକ ଭାଷା ବିକାଶ ପାଇଁ ଆପଣଙ୍କର ଡିଜି ହେଉଛି ଡେଭଲପମେଣ୍ଟ ଗୋଲ ମୌଖିକ ଭାଷା ବିକାଶ। ସେହିଭଳି ସିଜି ହେଉଛି ଆପଣଙ୍କର ଚିତ୍ର ପଠନ। ଏଲୋ ହେଉଛି ଆପଣଙ୍କର ଗଳି ରାସ୍ତାରେ ବିଭିନ୍ନ ଦୃଶ୍ୟ। ସେହିଭଳି ଶିକ୍ଷଣ କାର୍ଯ୍ୟ ଦେଖନ୍ତୁ ଶିକ୍ଷକ ଶିକ୍ଷାର୍ଥୀଙ୍କୁ ଚିତ୍ର ପୋଷ୍ଟର ଦେଖାଇବେ। ଗଳି ରାସ୍ତାରେ କ'ଣ ହେଉଛି ବର୍ଣ୍ଣନା କରିବେ। ପରେ ଶିକ୍ଷାର୍ଥୀ ସ୍ୱପଠନରେ ମଧ୍ୟ ମୌଖିକ ଭାବେ କହିବେ। ସେହିଭଳି ଦେଖନ୍ତୁ ଆପଣଙ୍କର ଶିକ୍ଷଣ ସାମଗ୍ରୀ ଚିତ୍ର ପୋଷ୍ଟର ଗଳି ରାସ୍ତା ଏବଂ ଆପଣଙ୍କର ମୂଲ୍ୟାୟନ ଦେଖନ୍ତୁ। ମୂଲ୍ୟାୟନରେ ଦେଖନ୍ତୁ ଆପଣଙ୍କର କ'ଣ ରହିଛି ନା ଠେଲା ଗାଡ଼ିରେ କେଉଁ ଫଳ ରହିଛି। ସେହିଭଳି ଦ୍ୱିତୀୟ କୋଶ୍ଚିନ୍ଟି ପିଲାଟି ସାଇକେଲରେ ବସି କୁଆଡ଼େ ଯାଉଛି। ଗଳି ରାସ୍ତା ଦେଖି ଏହିସବୁ ପ୍ରଶ୍ନ ଆପଣଙ୍କର ମୂଲ୍ୟାୟନ କରିବେ। ମନ୍ତବ୍ୟ ଆପଣଙ୍କର ବହୁଶ୍ରେଣୀ। ସେହିଭଳି ଆପଣଙ୍କର ନେକ୍ସଟ 40 ମିନିଟ୍ ଆପଣଙ୍କର ପାଠ୍ୟପୁସ୍ତକକୁ ସନ୍ନିବେଶିତ କରିବେ। କ୍ରିକେଟ ଖେଳ ଆମର
ପ୍ରାୟ ପାଖାପାଖି ଅଭ୍ୟାସ କାର୍ଯ୍ୟ ସରିଯାଇଛି। ତେଣୁ ଶେଷ ଅଭ୍ୟାସ କାର୍ଯ୍ୟ ଆଜି ଅଛି, ତାକି ଆପଣଙ୍କର ଡିକୋଡ଼ିଂ କରିବା, ଲିଖନ ଅଭ୍ୟାସ କରାଇବା। ଚିତ୍ର ଦେଖି ଲେଖ। ଚିତ୍ର ଗୁଡ଼ିକ ଦେଇଛି ଦେଖନ୍ତୁ। ସୂର୍ଯ୍ୟ ଚିତ୍ର, ପାହାଡ଼ ଚିତ୍ର, ଆପଣଙ୍କର ବର୍ଷା ଚିତ୍ର, ମକା ଚିତ୍ର ଇତ୍ୟାଦି। ସେହିଭଳି ଧାନ ଚିତ୍ର ଦେଇଛି। ତ ଏଗୁଡ଼ିକର ନାମ ଲେଖିବା ପାଇଁ ଶିକ୍ଷକ ଦେଖାଇବେ ଓ କହିବେ। ଯେଉଁଥିରେ ଦ୍ୱିତୀୟ ଶିକ୍ଷଣ କାର୍ଯ୍ୟଟି ଲ ଫଳାର ଲିଖନ ମଧ୍ୟ କ ଲେଖିବେ। ସେହିଭଳି ଆପଣଙ୍କର ପାଠ୍ୟପୁସ୍ତକରେ ଆପଣଙ୍କର ସାମଗ୍ରୀରେ ଚିତ୍ର, ପାଠ୍ୟପୁସ୍ତକ ଇତ୍ୟାଦି ଆବଶ୍ୟକ। ଦେଖନ୍ତୁ ମୂଲ୍ୟାୟନରେ ଯେଉଁ ଚିତ୍ର ଗୁଡ଼ିକ ଦେଖାଇଥିଲେ ସେଗୁଡ଼ିକର ନାମ କହିବେ ଏବଂ ଲେଖିବେ ମଧ୍ୟ। କ, ରେଫ ଲିଖନ ଲେଖିବେ। ସେଭଳି ନେକ୍ସଟ 40 ମିନିଟ୍ ଆପଣଙ୍କର ଭାଷା କାର୍ଯ୍ୟପୁସ୍ତିକା। କାର୍ଯ୍ୟପୁସ୍ତିକାରେ ଆପଣ ସପ୍ତାହ 5-28 ନମ୍ବର ଦେଖନ୍ତୁ। ସାରଣୀରୁ ପଶୁ ଶବ୍ଦ ଗୁଡ଼ିକ ଗଢ଼। ପଶୁପକ୍ଷୀ ଏବଂ ଏ, ଐ ଇତ୍ୟାଦି ଶବ୍ଦ ଏଲୋରେ ଆପଣଙ୍କର ରହୁଛି। ସେହିଭଳି ଲ ଫଳା ଆପଣଙ୍କର ଶିକ୍ଷଣ କାର୍ଯ୍ୟ ସାର୍ ପଚାରିବେ ପିତା ଶବ୍ଦ କେଉଁଟା, ମିଠା ଶବ୍ଦ କେଉଁଟା ଅଲଗା କର। ଦ୍ୱିତୀୟ ଶିକ୍ଷଣ କାର୍ଯ୍ୟରେ ଆପଣଙ୍କର 3ଟି ରଙ୍ଗ ଖେଳିବା। ବାକ୍ୟ ପଠନ କରିବେ। ସେହି ବାକ୍ୟ ଗୁଡ଼ିକ ଆପଣଙ୍କର ମଧ୍ୟ ଦେଇଛି, ତେଣୁ ବାକ୍ୟ ପଠନ କରିବେ। କେତେ ଟକମକ କରଇ ସୁନା, ଝଲସିବ ଦିନେ ଆମରି ମନା। ଏହିଭଳି ଗୀତ ମଧ୍ୟ ଅଛି। ସେଗୁଡ଼ିକ ଆପଣଙ୍କର ପଠନ କରିବେ। ଏବଂ ଦେଖନ୍ତୁ ଐକାର କାର୍ଡ଼, ଏ ଐକାର କାର୍ଡ଼ ମଧ୍ୟ ଆପଣ ନେବେ। ମୂଲ୍ୟାୟନରେ ଏ ଐକାର ଶବ୍ଦ ଲେଖିବାକୁ କହିବେ। ସେହିଭଳି ଚାଲନ୍ତୁ ଆମେ ଗଣିତ କାର୍ଯ୍ୟପୁସ୍ତିକା ଦେଖନ୍ତୁ। ଗଣିତ ପାଇଁ ସେହିଭଳି ସକ୍ରିୟାତ୍ମକ କାର୍ଯ୍ୟ କରିବେ। ଗଣିତ କବିତା ଆବୃତ୍ତି କରିବେ। ଭାବଭଙ୍ଗୀ ସହ ଗୋଟିଏ ଥିଲା ମୂଷାଛୁଆ ଖାଉଥିଲା ଜ ଖାଇ ଗୋଟେ ଗଲା ଆଉ ରହିଲା ନ। 10ଟି ଥିଲା ମୂଷାଛୁଆ ଖାଉଥିଲେ ଜ ଖାଇ ଗୋଟେ ଗଲେ ଆଉ ରହିଲା ନ। 9ଟି ଥିଲେ ମୂଷାଛୁଆ ଖାଉଥିଲେ କାଠ ଖାଇ ଅଣେ ଗଲା ଆଉ ରହିଲା 8। ଏଭଳି ଆପଣଙ୍କର ଗୀତଟି କହିବେ। ସେହିଭଳି ଦେଖନ୍ତୁ ଆପଣଙ୍କର ଶିକ୍ଷଣ ସାମଗ୍ରୀରେ କାର୍ଯ୍ୟପୁସ୍ତିକା, ପାହାଚ ଚିତ୍ର ଦେଖନ୍ତୁ। ଆପଣଙ୍କର କୁନା କେଉଁ ପାହାଚରେ ଠିଆ ହୋଇଛି, ମନି କେଉଁ ପାହାଚରେ ଠିଆ ହୋଇଛି ଇତ୍ୟାଦି ଆପଣଙ୍କର ପ୍ରଶ୍ନ କରିବେ, ଯାହାକି ଅଭ୍ୟାସ ଆପଣଙ୍କର ଅଛି। ସେହିଭଳି ନେକ୍ସଟ 30 ମିନିଟ୍ ଆପଣ ଜିକେରେ ଆପଣ ସଂଖ୍ୟା ଗୁଡ଼ିକ ଗଠନ କରିବେ। ସେମାନଙ୍କ ମଧ୍ୟରୁ 25, 23, 22 ବହୁତ ସଂଖ୍ୟା ଗଠନ କରିବେ। ସେଭଳି କାର୍ଯ୍ୟପୁସ୍ତିକା ଦେଖନ୍ତୁ ଆପଣଙ୍କର 9x2, ଯାହାକି ଆପଣଙ୍କର M203 ରହୁଛି। ସବୁଠାରୁ ସାନ ସଂଖ୍ୟା ଜାଣିବା। ତ ଆପଣଙ୍କର ସଂଖ୍ୟା ଗଠନ ଯେଉଁଗୁଡ଼ିକ କରିଥିଲେ 25, 23 ଯାହା ରହୁଛି ଆପଣ ଶିକ୍ଷଣ ସାମଗ୍ରୀ 91, 94 ସାନ କିଏ ରହୁଛି ସଂଖ୍ୟା ଗଠନ ପାଇଁ ଗୋଲ ବୁଲାଇବେ। ମୂଲ୍ୟାୟନ ସେହିଭଳି ଦେଖନ୍ତୁ। ସାନ କିଏ ବାଛ 91, 94, 97। ପିଲାମାନେ ସେହି ସଂଖ୍ୟାଟିରେ କ'ଣ କରିବେ, ଗୋଲ ବୁଲାଇବେ।